ରାଧେ ଶ୍ୟାମ। ତ ଫ୍ରେଣ୍ଡସ୍ ଚାଲନ୍ତୁ ଆଜି ଯଥାର୍ଥ ଗୀତାରୁ କିଛି ନୂଆ ଜ୍ଞାନ ନେବା। ଭଗବାନ କ'ଣ କହୁଛନ୍ତି? ଇଏ ଚୈବ ସ୍ୱାତିକା ଭାବା ରାଜସାସ୍ତାମସ୍ ଚାଷ ଇଏ ମତ ଏବେତି ତାନ୍ ବିଧିନ ତତ୍ତ୍ୱ ତେଷୁୟ ମୟୀ। ଯେଉଁ ଭାବ ସତ୍ତ୍ୱ ରଜ ଓ ତମ ଗୁଣରୁ ଉତ୍ପନ୍ନ ହୋଇଥାଏ ସେସବୁ ମୋ ଠାରୁ ହିଁ ଉତ୍ପନ୍ନ ହୋଇଛି ବୋଲି ଜାଣ। ଭଗବାନ କହୁଛନ୍ତି ଯେଉଁ ଭାବ ସତ୍ତ୍ୱ ରଜ ଓ ତମ ଗୁଣ ଉତ୍ପନ୍ନ ହୋଇଥାଏ ସେଇ ସବୁ ଗୁଣ ମୋ ଠାରୁ ଉତ୍ପନ୍ନ ହୋଇଛି। ପରନ୍ତୁ ବାସ୍ତବରେ ସେମାନଙ୍କ ଭିତରେ ମୁଁ ଏବଂ ମୋ ଭିତରେ ସେମାନେ ନୁହନ୍ତି। ଭଗବାନ କହୁଛନ୍ତି କିନ୍ତୁ ବାସ୍ତବରେ ସେସବୁ ମୋ ଭିତରେ କି ମୁଁ ସେମାନଙ୍କ ଭିତରେ ବାସ୍ତବତାରେ ନାହିଁ। କାରଣ ନା ମୁଁ ସେମାନଙ୍କ ଭିତରେ ଡୁବି ରହିଛି ନା ସେମାନେ ମୋ ଭିତରେ ପ୍ରବେଶ କରନ୍ତି। ଭଗବାନ କହୁଛନ୍ତି ନା ସେମାନେ ଭିତରେ ଡୁବି ରହିପାରନ୍ତି ନା ମୁଁ ସେମାନଙ୍କ ଭିତରେ ପ୍ରବେଶ କରିଥାଏ। କାରଣ ମୋ କର୍ମରେ ସ୍ପୃହା ନାହିଁ। ମୁଁ ନିର୍ଲିପ୍ତ ଅଟେ। ମୋତେ ତାଙ୍କଠାରୁ କିଛି ପାଇବା ଶେଷ ନଥାଏ। ଏହିପରି ମଧ୍ୟ ଯେପରି ଆତ୍ମାର ଉପସ୍ଥିତିରେ ହିଁ ଶରୀରକୁ ଭୋକ ଶୋଷ ହୋଇଥାଏ, ଅନ୍ୟଥା ଆତ୍ମାକୁ ଅନ୍ନ ଓ ଜଳରେ କୌଣସି ପ୍ରୟୋଜନ ନଥାଏ, ସେହିପରି ପ୍ରକୃତି ପରମାତ୍ମାଙ୍କ ଉପସ୍ଥିତିରେ ହିଁ ନିଜର କାର୍ଯ୍ୟ କରିଥାନ୍ତି ଓ ପରମାତ୍ମା ତାର ଗୁଣ ଓ କାର୍ଯ୍ୟ ନିର୍ଲେପ ରହିଥାନ୍ତି। ତ୍ରିଭି ଗୁଣମୟେ ଭାବ ରଭି ସର୍ବମିଦ ଜଗତ ମୋହିତ ନାଭି ନାନାନ୍ତି ମାମେଭ୍ୟ ପରମ ବୟମ୍। ସ୍ୱାତିକ ରାଜସ ଓ ତାମସ ଏହି ତିନି ଗୁଣର କାର୍ଯ୍ୟରୂପ ଭାବ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ ମୋହିତ ହୋଇଥାଏ। ତେଣୁକରି ଲୋକେ ଏହି ତିନି ଗୁଣକୁ ଊର୍ଦ୍ଧ୍ୱରେ ମୋତେ ଅର୍ଥାତ୍ ଅବିନାଶୀକୁ ତତ୍ତ୍ୱ ଦ୍ୱାରା ସମ୍ୟକ୍ ରୂପରେ ଜାଣିନଥାନ୍ତି। ମୁଁ ଏହି ତିନି ଗୁଣରୁ ଊର୍ଦ୍ଧ୍ୱରେ ରହିଥାଏ, ଅର୍ଥାତ୍ ଯେଉଁ ପର୍ଯ୍ୟନ୍ତ ଲେଶମାତ୍ର ଗୁଣର ଆବରଣ ବିଦ୍ୟମାନ ଥାଏ ସେ ପର୍ଯ୍ୟନ୍ତ କେହି ମୋତେ ଜାଣିପାରନ୍ତି ନାହିଁ। ତାହାକୁ ବର୍ତ୍ତମାନ ଚାଲିବାର ବାକି ରହିଛି। ସେ ବର୍ତ୍ତମାନ ପଥିକ ଅଟେ। ଦୈବୀ ହସ୍ୟା ଗୁଣମୟୀ ମମ ମାୟା ଦୁରୁତ୍ତୟା ମାମେଭ୍ୟ ୟେ ପ୍ରଚୋଦ୍ୟତେ ମାୟାମେତା ତରନ୍ତି ତେ। ଏହି ତିନି ଗୁଣମୟୀ ମୋର ଅଦ୍ଭୁତ ମାୟା ଅତ୍ୟନ୍ତ ଦୁସ୍ତର ଅଟେ, କିନ୍ତୁ ଯେଉଁ ପୁରୁଷ ନିରନ୍ତର ମୋର ହିଁ ଭଜନ କରିଥାଏ ସେ ହିଁ ମାୟାରୁ ମୁକ୍ତି ପାଇଥାଏ। ଏହି ମାୟା ଦୈବିତ ଅଟେ, ପରନ୍ତୁ ଧୂପକାଠି ଜଳାଇ ପୂରା ଜଳିବାରେ ଲଗାନ୍ତୁ। ଏହାଠାରୁ ମୁକ୍ତ ହେବା ଉଚିତ। ନ ମା ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମା ମାୟାୟା ପ୍ରହୃଦ ଜ୍ଞାନା ଅସୁର ଭାବମାଶ୍ରିତା। ଯିଏ ମୋ ନିରନ୍ତର ଭଜନ କରିଥାନ୍ତି ସେ ମୋତେ ଜାଣିପାରନ୍ତି, ହେଲେ ମଧ୍ୟ ଲୋକେ ଭଜନ କରୁନାହାନ୍ତି। ମାୟା ଦ୍ୱାରା ଯାହାଙ୍କ ଜ୍ଞାନ ଅପହରଣ କରାଯାଇଛି, ଯିଏକି ଅସୁରୀ ସ୍ୱଭାବ ଧାରଣ କରିଥିବା ମନୁଷ୍ୟଙ୍କ ମଧ୍ୟରେ ଅଧମ, କାମ କ୍ରୋଧାଦି ଦୁଷ୍କୃତିକାରୀ ମୂଢ଼ ବ୍ୟକ୍ତି ମୋର ଭଜନ କରିନଥାନ୍ତି, ତେବେ କିଏ ଭଜନ କରିଥାନ୍ତି? ଚତୁର୍ବିଧା ଭାବନ୍ତେ ମା ଜନା ସକୃତିନୟପିର୍ଜୁନ ଆର୍ତ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ। ହେ ଭରତ ଶ୍ରେଷ୍ଠ ଅର୍ଜୁନ, ସୁକୃତିନ ଉତ୍ତମ ଅର୍ଥାତ୍ ନିୟତ କର୍ମ ଯାହାର ପରିଣାମ ଶ୍ରେୟ ପ୍ରାପ୍ତି କରୁଥିବା ବ୍ୟକ୍ତି, ଯଥାର୍ଥୀ ଅର୍ଥାତ୍ ସକାମୀ, ଆର୍ତ ଅର୍ଥାତ୍ ଦୁଃଖରୁ ନିବୃତ୍ତି ପାଇବା ଇଚ୍ଛା ଯୁକ୍ତ ପୁରୁଷ, ଜିଜ୍ଞାସୁ ଅର୍ଥାତ୍ ପ୍ରତ୍ୟକ୍ଷ ରୂପେ ଜାଣିବା ନିମନ୍ତେ ଇଚ୍ଛା କରୁଥିବା ପୁରୁଷ ଏବଂ ଜ୍ଞାନୀ ଅର୍ଥାତ୍ ଯିଏ ପ୍ରବେଶ ସ୍ଥିରରେ ରହିଛନ୍ତି। ଏହି ଚାରି ପ୍ରକାର ଭକ୍ତ ମୋ ଭଜନ କରିଥାନ୍ତି। ଅର୍ଥ ସେହି ବସ୍ତୁ ଅଟେ ଯାହାଦ୍ୱାରା ଆରମ୍ଭ ଶରୀର ଅଥବା ସମୁଦ୍ରରେ ପୂର୍ଣ୍ଣ ହୋଇଛି।
ତେଣୁକରି ଅର୍ଥ ଅର୍ଥାତ୍ କାମନା ଇତ୍ୟାଦି ପ୍ରଥମେ ଭଗବାନଙ୍କ ଦ୍ୱାରା ହିଁ ପୂର୍ଣ୍ଣ ହୋଇଥାଏ। ଶ୍ରୀକୃଷ୍ଣ କହୁଛନ୍ତି ମୁଁ ପୂର୍ଣ୍ଣ କରିଥାଏ, କିନ୍ତୁ ଏତିକି ହିଁ ବାସ୍ତବିକ ଅର୍ଥ ନୁହେଁ। ଆତ୍ମିକ ସମ୍ପତ୍ତି ହିଁ ସ୍ଥିର ସମ୍ପତ୍ତି, ଏହା ହିଁ ଅର୍ଥ ଅଟେ। ସାଂସାରିକ ଅର୍ଥରେ ପୂର୍ତ୍ତି କରି କରି ଭଗବାନ ବାସ୍ତବିକ ଅର୍ଥ ଆତ୍ମିକ ସମ୍ପତ୍ତି ଆଡ଼କୁ ନେଇଯାଇଥାନ୍ତି। କାରଣ ସେ ଜାଣିଥାନ୍ତି ଏତିକିରେ ହିଁ ମୋର ଭକ୍ତ ସୁଖ ହେବ ନାହିଁ। ତେଣୁ ସେ ଆତ୍ମିକ ସମ୍ପତ୍ତି ମଧ୍ୟ ଦେଇଥାନ୍ତି। ଲୋକେ ଲାହୁ ପରଲୋକ ନିବାହୁ, ଅର୍ଥାତ୍ ଏହି ଲୋକରେ ଲାଭ ଏବଂ ପରଲୋକରେ ନିର୍ବାହ, ଏହି ଉଭୟ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ବସ୍ତୁ ଅଟେ। ନିଜର ଭକ୍ତକୁ ସେହି ଖାଲି ଛାଡ଼ି ନଥାନ୍ତି। ଆର୍ତ ଯିଏ ଦୁଃଖ ଦେଉଥାଏ ସେ ହିଁ ଆର୍ତ ଭକ୍ତ। ଜିଜ୍ଞାସୁ ସମ୍ପୂର୍ଣ୍ଣ ରୂପରେ ଜାଣିବା ନିମନ୍ତେ ଇଚ୍ଛୁକ ବା ଜିଜ୍ଞାସୁ ମୋର ଭଜନ କରନ୍ତି। ଜ୍ଞାନୀ ସାଧନ ଅବସ୍ଥାରେ ଦିଗ୍ଦର୍ଶନ ଅର୍ଥାତ୍ ପ୍ରତ୍ୟକ୍ଷ ଦର୍ଶନ ଅବସ୍ଥାରେ ଥିବା ଜ୍ଞାନୀ ମଧ୍ୟ ମୋର ଭଜନ କରିଥାଏ। ଏହିପରି ଚାରି ପ୍ରକାର ଭକ୍ତ ମୋର ଭଜନ କରିଥାନ୍ତି, ଯେଉଁଥିରେ ଜ୍ଞାନୀ ଶ୍ରେଷ୍ଠ ଅଟନ୍ତି, ଅର୍ଥାତ୍ ଜ୍ଞାନୀ ମଧ୍ୟ ଭକ୍ତ ହିଁ ହୋଇଥାଏ। ଏମାନେ ମଧ୍ୟ ତେଷା ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ବିଶସ୍ୟତେ ପ୍ରିୟ ହିଁ ଜ୍ଞାନୀନ୍ୟତମଃ ସଚ ମମ ପ୍ରିୟ। ହେ ଅର୍ଜୁନ, ସେମାନଙ୍କ ମଧ୍ୟରୁ ନିତ୍ୟ ମୋଠାରେ ଏକ ଭାବରେ ସ୍ଥିତ ଅନନ୍ୟ ଭକ୍ତିଯୁକ୍ତ ଜ୍ଞାନୀ ବିଶିଷ୍ଟ ଅଟନ୍ତି। କାରଣ ସାକ୍ଷାତକାର ସହିତ ଜାଣିପାରୁଥିବା ଜ୍ଞାନୀକୁ ମୁଁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ସେହି ଜ୍ଞାନୀ ମଧ୍ୟ ମୋର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ସେହି ଜ୍ଞାନୀ ମୋର ହିଁ ସ୍ୱରୂପ ହୋଇଥାନ୍ତି। ତ ଆପଣଙ୍କୁ ଯଦି ଭଲ ଲାଗୁଛି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ରାଧେ ଶ୍ୟାମ, आप सबका मंगल हो।